ମା ଧାକୁଲେଇଙ୍କ ପୀଠରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦ୍ୱାରା ଜଗନ୍ନାଥ ସଚେତନତା ଶିବିରରେ ଅନେକ ଅନେକ ସ୍ୱାଗତ। ମୋ ଜଗନ୍ନାଥ ମୋ ପରିବାର, ଜଗନ୍ନାଥ ମୋ ପରିବାର ହିଁ ମୋ ଜଗନ୍ନାଥ। କ'ଣ କହିବି? ଦେଖନ୍ତୁ, କୋଟି ଓଡ଼ିଆଙ୍କର ମଉଡ଼ମଣି ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ସମ୍ୟକ ଜ୍ଞାନ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର ଶିକ୍ଷାନୁଷ୍ଠାନରୁ ଆମର ବହୁତ ଆନନ୍ଦମୟ ପରିବେଶ ମା ଧାକୁଳେଇଙ୍କର ଶକ୍ତିପୀଠ ମହାନଦୀ ତଟରେ ଅତି ସୁରମ୍ୟ ବନ ପ୍ରଦେଶ ଆମେ ଆଗରୁ ଦେଖିନଥିଲୁ। ଆଜି ଏ ଜାଗାକୁ ଆସିଲୁ। ଏଠି ଜଗନ୍ନାଥଙ୍କ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ବିଭିନ୍ନ ବିଷୟରେ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଏ ସମସ୍ତ ପ୍ରକାର ସୁବିଧା ଏଠି ଶୁଭେନ୍ଦୁ ବାବୁ କରିଛନ୍ତି। ଜନମାନସରେ ଆମର ଯଦି ଆମ ଜଗନ୍ନାଥଙ୍କ ବିଷୟରେ ଆମର ଯଦି ଜ୍ଞାନ ନ ରହିଲା ତାହେଲେ ଆମେ ଓଡ଼ିଆ ମାଟିର କି ଦାୟାଦ? ସେ ଅନୁସାରେ ଜଗନ୍ନାଥଙ୍କର ସଂସ୍କୃତି ଆମେ ଅତ୍ୟନ୍ତ ଆନନ୍ଦିତ। ଆଜି ଏ ଜାଗାରେ ଆସିକିରି ଆମେ ଉପସ୍ଥିତ ହୋଇଛୁ ମହାପ୍ରଭୁଙ୍କ ସେବକ ହିସାବରେ ନୁହଁ, ଏଠାରେ ଯେଉଁଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ଯେଉଁଭଳି ଭାବରେ ସମବେତ ହୋଇଛନ୍ତି ଏଠି ଜନତା ଜନାର୍ଦ୍ଦନ, ଏ ଆଧ୍ୟାତ୍ମିକ ପୀଠରେ ଆମର ରୋମାଞ୍ଚ ହୋଇଛି, ପୁଲକିତ ହୋଇଛୁ ଆମେ ମହାପ୍ରଭୁଙ୍କର କଥା ଆଉ ଗାଥାକୁ ଶ୍ରବଣ କରିକିରି। ଏଇଭଳି ଭାବରେ ଉତ୍ତରୋତ୍ତର ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ଏଇଭଳି ସବୁ ଆଲୋଚନା ଚକ୍ର, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, କୋମଳମତି ଛାତ୍ରଛାତ୍ରୀମାନଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଆମର ଯେମିତି ଜ୍ଞାନ ଉଦୟ ହେବ ସେ ଦିଗରେ ଚେଷ୍ଟା ଆବଶ୍ୟକ। ଆମେ ମଧ୍ୟ ଏ ଜିନିଷକୁ ପ୍ରଶଂସା କରୁଛୁ, ଏଇଭଳି ଉତ୍ତରୋତ୍ତର ଉନ୍ନତି କାମନା କରୁଛୁ ଚାରଣ ଗୋଷ୍ଠୀର। ଆପଣ ଜଗନ୍ନାଥଙ୍କର ଅତି ପ୍ରିୟ ଭକ୍ତ। ଏଇ ଯେଉଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି, ଜଗନ୍ନାଥ ଚେତନା ଭରି ଦେଉଛନ୍ତି ଏଇ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସଦସ୍ୟମାନେ, ସବୁ ପିଲାଙ୍କ ମଧ୍ୟରେ, ସମସ୍ତ ଭାରତୀୟ ମାନେ, ସବୁ ସନାତନୀଙ୍କ ମଧ୍ୟରେ ଏଇ ଯେଉଁ ଚାଲିଛି ଶିବିର ପ୍ରଭାବ ପଡ଼ିବ ବୋଲି ସମାଜ ଉପରେ ଆପଣ ଆଶା କରୁଛନ୍ତି? ନିଶ୍ଚିତ ଭାବରେ ପ୍ରଭାବ ପଡ଼ିବ, କାହିଁକିନା ମହାପ୍ରଭୁଙ୍କର ଆଶୀର୍ବାଦ ନହେଲେ ଏତେ ବଡ଼ କାର୍ଯ୍ୟକ୍ରମ, ଭବ୍ୟ କାର୍ଯ୍ୟକ୍ରମ କେବେ ହେଇପାରିବ ନାହିଁ। ଆଜି ଆମେ ଆହୁରି କିଛି ସମୟ ମଧ୍ୟ ଏଠି ଅତିବାହିତ କରିଥାନ୍ତୁ, କିନ୍ତୁ ଆଜି ଆମର ନୀଳଚକ୍ର ଉପରେ ଚଢ଼ିକିରି ପତିତପାବନ ବାନା ବାନ୍ଧିବାର ଯେହେତୁ ପାଳି ରହିଛି ଏବଂ ଶୀତଦିନ ପାଇଁ ଏ କାର୍ଯ୍ୟକ୍ରମ 5ଟା ବଦଳରେ ଅପରାହ୍ନ 5ଟା ବଦଳରେ 4ଟାରେ ସମାପନ କରାଯାଉଛି। ତେଣୁ ଆମେ ବର୍ତ୍ତମାନ ଯଥେଷ୍ଟ ସମୟ ପୂର୍ବରୁ ଏ ସ୍ଥାନରୁ ବର୍ତ୍ତମାନ ମହାପ୍ରଭୁଙ୍କ ସେବା ପାଇଁ ପ୍ରସ୍ଥାନ କରୁଛୁ। ଆଉ ଯେତେବେଳେ ସୁଯୋଗ ମିଳିବ ଆମେ ବାରମ୍ବାର ଆସିକିରି ଛାତ୍ରଛାତ୍ରୀମାନଙ୍କୁ, ପିଲାମାନଙ୍କୁ ଜଗନ୍ନାଥଙ୍କ ବିଷୟରେ ସଚେତନ କରାଇବୁ। ସବୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କର ଏଇ ଯେଉଁ ସୁନ୍ଦର ବାଣୀ, ଏ ବାଣୀ ସମସ୍ତଙ୍କ ପାଖରେ ପହଞ୍ଚ ଏବଂ ସାରା ବିଶ୍ୱର ମଙ୍ଗଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।